ଯେତେବେଳେ ମୁଁ ଛୋଟ ଥିଲି ମତେ କଲା ଟୋଟାଲ ଇରିଟେଟ୍ ଲାଗେ, କିନ୍ତୁ ଏବେ ଧୀରେ ଧୀରେ ସବୁ ଭଲ ଲାଗେ। ବର୍ତ୍ତମାନ ଡ୍ୟୁଟିରେ ଆସି ବସି ପଡ଼ିଲି। ଆଉ ବତୁରି ରଖିଥିଲି ଆଲମଣ୍ଡ କିସମିସ୍ ଚିଆର୍ସ ମିଶେଇ ପାଣି, ତାକୁ ପିଇ ଦେଇକି ସବୁତକ ଖାଇକି ଚାଲି ଟିକେ ବ୍ରେକଫାଷ୍ଟ କରିବା ପାଇଁ। ବ୍ରେକଫାଷ୍ଟରେ ଆଜି କିଛି ନାହିଁ, ଖାଲି 2ଟି ଅଣ୍ଡା। ତାକୁ ଖାଇ ଦେଇକି ତାପରେ ଭାବିଲି ଟିକେ ଶୋଇ ପଡ଼ିବି, ଯେହେତୁ ରାତି ଅନିଦ୍ରା ନାଇଟ୍ ସିଫ୍ଟ। ଶୋଇକି ଉଠି ପଡ଼ିଲି, ସତରେ ଚାଲିଲି ରୋଷେଇ ପାଇଁ। ରୁମ୍ରେ ଆଜି ମୁଁ ଏକା ଅଛି, ଆଉ କ'ଣ ଟିକେ ରୋଷେଇ କରିବି ବୋଲି ଭାବିଲି। ନେଇ ଆସିଥିଲି କଲରା। ସତରେ ସାଙ୍ଗମାନେ, ମୁଁ ଯେତେବେଳେ ଛୋଟ ଥିଲି ମୋତେ ଟୋଟାଲ ବି କଲରା ଭଲ ଲାଗୁଥିଲା। ମା ଯେତେବେଳେ ବି କରେ ମୁଁ ସବୁବେଳେ ଚିଡ଼ିବି, କାହିଁ ସେ କଲରା କରୁଛୁ। କିନ୍ତୁ ଯେତେବେଳେ ବଡ଼ ହେଇଗଲି ଆଉ ନିଜ ହାତରେ ରୋଷେଇ କରି ଖାଇବାକୁ ପଡ଼ିଲା, ସେତେବେଳେ କଲରା କ'ଣ ସବୁ କିଛି ଭଲ ଲାଗିବ। କ'ଣ ଠିକ୍ କହିଲି ନା? ଏଇ ତ ପୁଅ ମାନଙ୍କର ଜୀବନ ନା। ଏଇଟାକୁ କେହି ବୁଝିପାରନ୍ତିନି। ସବୁ ଭାବନ୍ତି ହଁ ପୁଅ ବାହାରେ ବି ବହୁତ ଅୟସ କରୁଛି, ଛାଡ଼ ଆମକୁ ବି କଣ ମିଳିବ। ପଖାଳ କଂସା ରେଡ଼ି ହେଇଗଲା, ଲେମ୍ବୁ ଟିକେ ଚିପୁଡ଼ି ଦେଲି, ତାପରେ ବସି ପଡ଼ିଲି। ତାପରେ ହାଲକା ଟିକେ କଞ୍ଚା ଲେମ୍ବୁ କାମୁଡ଼ି ଦେଲି। କାମୁଡ଼ିଲା ପରେ ତାପରେ ଖାଇ ତ ଦେଲି, ଦେଖିଲି ବାସନ ବି ମୋତେ ଧୋଇବାକୁ ପଡ଼ିବ, କାହିଁକିନା ରୁମ୍ରେ ଏକା ମୁଁ। ହୋ ସବୁ କିଛି ଏବେ ସରି। ସାଙ୍ଗମାନେ ଆଜିର ବ୍ଲଗ ଏଇଠି ଶେଷ କରୁଛି। ଯଦି ଭଲ ଲାଗିବ ଲାଇକ୍ ସେୟାର ସବସ୍କ୍ରାଇବ ନିଶ୍ଚୟ କରିବେ। ଜୟ ଜଗନ୍ନାଥ। ଆଉ ଏକ ବ୍ଲଗ ନେଇ ବହୁତ ଜଲ୍ଦି ଆସିବି। ଟାଟା।